ଯେତେ ପ୍ରତିନିଧି ଆମର ଯିବେ ପୁରୀରୁ ସେତେ ଭଲ ଏବଂ ଆମକୁ ଗୋଟେ ସମ୍ମାନ ଦେଲେ ବିଜେଡି ବାଲା କିଛି ଖରାପ ନାହିଁ। ଆଗକୁ ସାଧାରଣ ନିର୍ବାଚନ ଆସୁଛି ଯଦି ବିଜୁ ଜନତା ଦଳ ଆପଣଙ୍କୁ ଅଫର ଦିଏ ଏମପି କିମ୍ବା ଲୋକସଭା ପ୍ରାର୍ଥୀ କରେ ଆପଣ ତାହେଲେ ସେ ଅଫରରେ ରାଜି ହେଇଯିବେ? ଦେଖନ୍ତୁ ସେ ତ କ'ଣ ହେବ ମୁଁ ପ୍ରଥମରୁ କହିଦେଇଛି ମହାପ୍ରଭୁ ଜଗନ୍ନାଥଙ୍କର ଏଠି ନିଷ୍ପତ୍ତି ହୁଏ ତାଙ୍କ ବିନା ଗଛରୁ ପତ୍ର ହଲେ ନାହିଁ। ତେଣୁ ମହାପ୍ରଭୁ ଜଗନ୍ନାଥ ଯାହା ନିଷ୍ପତ୍ତି କରେ ଦ୍ୟାଟ୍ ଇଜ୍ ଫାଇନାଲ୍ ସେଇଆ ହିଁ ହେବ ସେଇଆ ହିଁ ସେଇଆ ହେବ। ଏଠି ଲଢ଼େଇ ହେବ ବିଜେଡ଼ି ଆଉ ବିଜେପି ପ୍ରଭୁ ଯାହାକୁ ଚାହିଁବେ ସେ ଜିତିବ। ଲଢ଼େଇ ଶଙ୍ଖ ଆଉ ପଦ୍ମଫୁଲ ଭିତରେ ହେବ। ମହାପ୍ରଭୁ ଚକାଡୋଳା ଜଗନ୍ନାଥ ମହାପ୍ରଭୁ ଯିଏ ବ୍ରହ୍ମାଣ୍ଡର ମାଲିକ ସେ ଯାହାକୁ ଆଶୀର୍ବାଦ କରିବ ସେ ଜିତିବ। ଆଗକୁ ସାଧାରଣ ନିର୍ବାଚନ ପାଖେଇକି ଆସୁଛି ତା ଭିତରେ ପୁରୀ ସଦର ନିର୍ବାଚନ ମଣ୍ଡଳୀ ଯେତେବେଳେ ଭାବେ ଗୋଟେ ରାଜନୀତିର ଉଷ୍ମତା ଆରମ୍ଭ ହେଲାଣି ଏବଂ ତାର ଭିତରେ ବିଜେଡି ଗୋଟେ ମାଷ୍ଟର ଷ୍ଟ୍ରୋକ୍ ଖେଳିଛି ଯେ କି ଦିବାକର ପାତ୍ର ଥିଲେ ଆଶାୟୀ ପ୍ରାର୍ଥୀ ସେ ମଧ୍ୟ ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଛି କାହିଁକିନା ମହେଶ୍ୱର ମହାନ୍ତିଙ୍କ ବର୍ତ୍ତମାନରେ ଜିଲ୍ଲା ସଭାପତି ପଦ ଖାଲି ଥିଲା ତାଙ୍କୁ ମଧ୍ୟ ଗତକାଲି ଜିଲ୍ଲା ସଭାପତି ପଦ ଦିଆଯାଇଛି ଏବଂ ତାର ଭିତରେ ଯିଏକି ସୁଭାଶିଷ ଖୁଣ୍ଟିଆ ଯୁବ ପ୍ରାର୍ଥୀ ସିଏ ମଧ୍ୟ ଆଶାୟୀ ଥିଲେ ଏବଂ ତାଙ୍କୁ ମଧ୍ୟ ରାଜ୍ୟସଭାକୁ ମନୋନୀତ କରାଯାଇଛି ଏବଂ ତାର ଭିତରେ ଏବେ କିଏ ମଇଦାନକୁ ଓହ୍ଲାଇବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାର ଭିତରେ ଆମେ ଅଛେ ଜୟନ୍ତ ଷଡ଼ଙ୍ଗୀ ଯିଏକି ବିଜେପି ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ଅଛନ୍ତି ଏବଂ ସେ ମଧ୍ୟ ବର୍ତ୍ତମାନ ପୂର୍ବରୁ ବିଜୁ ଜନତା ଦଳରେ ଥିଲେ ଏବଂ ଗତ 2019 ନିର୍ବାଚନରେ ବିଜେପିରୁ ଲଢ଼େଇ କରିଥିଲେ ଏବଂ ସେ ମଧ୍ୟ ଜିତିଥିଲେ। ଏବେ ଭାଜପାର ବିଧାୟକ ପ୍ରାର୍ଥୀ ଅଛନ୍ତି ଆମେ ସିଧାସଳଖ ଆଲୋଚନା କରିବା। ତ ଆପଣ ସ୍ୱାଗତ କରିବି କନକ ନ୍ୟୁଜ୍କୁ। ଯେଭଳି ଭାବରେ ବିଜୁ ଜନତା ଦଳ ଗୋଟେ ମାଷ୍ଟର ଷ୍ଟ୍ରୋକ୍ ଖେଳିଛି ଗତକାଲି ଓ ଯାହାକୁ ନେଇକି ସହରରେ ଚର୍ଚ୍ଚା ଜୋର ଧରିଛି ଯୁବ ପ୍ରାର୍ଥୀତ୍ୱକୁ ରାଜ୍ୟସଭାକୁ ପଠାଇଛି ଏବଂ ସେପଟେ ଯିଏକି ଦାବିଦାର ଥିଲେ ଦିବାକର ପାତ୍ର ତାଙ୍କୁ ମଧ୍ୟ ଜିଲ୍ଲା ସଭାପତି ଦେଇଛି ଓ ଅନ୍ୟପଟେ ଯିଏକି ସୁନୀଲ ମହାନ୍ତି ସିଏ ମଧ୍ୟ ଗୋଟେ ଦାବିଦାର ଅଛନ୍ତି ମହେଶ୍ୱର ମହାନ୍ତିଙ୍କ ପୁଅ ତାଙ୍କ ବର୍ତ୍ତମାନରେ ସିଏ ମଧ୍ୟ ଲଢ଼ିବା ପାଇଁ ଗୋଟେ ସିଏ ମଧ୍ୟ ଆଶା ଅଛନ୍ତି। ତାର ଭିତରେ ପୁରୀ ରାଜନୀତିକୁ ଆପଣ କେମିତି ଦେଖୁଛନ୍ତି? ମୁଁ ଜମା ଏଥିରେ କିଛି ବିଚଳିତ ନୁହଁ କି ବିସ୍ମିତ ନୁହଁ। ପୁରୀ ରାଜନୀତି ସାଙ୍ଗରେ ମୁଁ ବୋଧେ 40 ବର୍ଷ ଜଡ଼ିତ ଅଛି। ସେ ତାଙ୍କର ସେମାନେ ବୋଧେ ଭୟରେ ଅଛନ୍ତି। ସେମାନେ ଯେହେତୁ ଭୟରେ ଅଛନ୍ତି ଏଇଭଳି ସବୁ ନିଷ୍ପତ୍ତି ନେଇକରି କରୁଛନ୍ତି। ପୁରୀବାସୀଙ୍କି ମୁଁ ଭଲ ଭଲ ଜାଣିଛି ଭଲ ରକମ ଜାଣିଛି ସେମାନେ କ'ଣ ନିଷ୍ପତ୍ତି ନେବେ। ଆଉ ଆଗ ଭଳିଆ ପଇସା ଦେଇ ଲାଞ୍ଚ ଦେଇକି ଟଙ୍କା ଦେଇକରି ତମେ ଗୋଟେ ବାଛିବ ପ୍ରାର୍ଥୀ ପୁରୀର ଦାୟିତ୍ୱ ସେଇଟା ସମ୍ଭବ ନୁହଁ। ଆଉ ଏଇଠି ଲୋକ ବହୁତ ସଚେତନ ଅଛନ୍ତି ଲୋକ ଠିକ୍ ସମୟରେ ଉପଯୁକ୍ତ ଜବାବ ଦେବେ ଏବଂ ବାଛିବେ ଠିକ୍ ବାଛିବେ। ଭାବୁନାହାନ୍ତି କି ଯେହେତୁ ବିଜେଡି ଗୋଟେ ମାଷ୍ଟର ଷ୍ଟ୍ରୋକ୍ ଖେଳିଛି ଆପଣଙ୍କୁ ଚେକ୍ ଦେବା ପାଇଁ ସେ କେତେ ପରସେଣ୍ଟ ଭୋଟ୍ ହେବ ସେଥିରେ କେତେ ପରସେଣ୍ଟ ଭୋଟ୍ ତାଙ୍କର ଗେନ୍ ହେବ ଆଉ ସେଇଟା ସମୟ କହିବ ଆଉ କେତେ ମାଇନସ୍ ହେବ ସେଇଟା ବି ସମୟ କହିବ। ଇଏ ଗୋଟେ ବିଜେଡି ସୁପ୍ରିମୋ ଗୋଟେ ଚାଲ ବୋଲି କହିବାନି ପୁରୀ ସିଟ୍କୁ ହାତେଇବା ପାଇଁ। ତମେ ଭାବୁଛ ଜଗନ୍ନାଥଙ୍କ ସହରରେ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ କାହା ଚାଲ ଚାଲିବ? ତାଙ୍କର ପା ଏଠି ଚକ୍ର ବୁଲୁଛି ଦେଖିପାରିଲେନି 19ରେ କ'ଣ ହେଲା ଏଠି କାହାର ଚକ୍ର ବୁଲିବ ଚାଲିବନି ଚାଲ ପ୍ରଭୁଙ୍କ ଚାଲ ହିଁ ଚାଲ ସେଇ ଗୋଟିଏ କ'ଣ ଜଗନ୍ନାଥ ମହାପ୍ରଭୁ ସିଏ ଯେଉଁଟା ନିଷ୍ପତ୍ତି କରିବେ ତାଙ୍କ ସହର ହିଁ ଶ୍ରୀକ୍ଷେତ୍ରର ମାଲିକ ସିଏ ଯେଉଁଟା ନିଷ୍ପତ୍ତି କରିବେ ଦ୍ୟାଟ୍ ଇଜ୍ ଫାଇନାଲ୍ ସିଏ ହିଁ ହେବ। ଇଏ ଲକ୍ଷେ ଚେଷ୍ଟା କରନ୍ତୁ ଯାହା ଭଗବାନ ଚାହିଁବେ ଜଗନ୍ନାଥ ସେୟା ହିଁ ହେବ ଏଥିରେ କିଛି ଦୁଇମତ ନାହିଁ। ଏଠି କେଉଁଠି ନା କେଉଁଠି ସେମାନେ ଭୟଭୀତ ଅଛନ୍ତି ଯଦ୍ୱାରା କି ହାରିହୁରି ଯିବେ ବୋଲିକା ଏଇଭଳି ସବୁ ନେଇକରି କରୁଛନ୍ତି। ତେଣୁ ପ୍ରଭୁ ଯାହା ବିଚାର କରିବେ। ଅନ୍ତ କନ୍ଦଳକୁ ଦୂର କରିବା ପାଇଁ ଏଭଳି ଗୋଟେ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେଇଥାଇ ପାରନ୍ତି। ହେଇଥାଇପାରେ ଅନ୍ତ କନ୍ଦଳ ତ ଆଗରୁ ବି ଥିଲା 2019ରେ ବି ଥିଲା ସବୁ ଥିଲା। ଆମେ ସବୁବେଳେ ଦେଖୁଛେ ଯିଏକି ସୁଭାଶିଷ ଖୁଣ୍ଟିଆ ସବୁବେଳେ ମହେଶ୍ୱର ମହାନ୍ତିଙ୍କୁ ଟକ୍କର ଦେଉଥିଲେ। ଆରେ ଭାଇ କିଏ କାହାକୁ ଟକ୍କର ଦେଉଥିଲା ମୁଁ ସେଥିରେ ପଶିବାକୁ ଚାହୁଁନି। ଏଠି ଲଢ଼େଇ ହେବ ବିଜେଡ଼ି ଆଉ ବିଜେପି ପ୍ରଭୁ ଯାହାକୁ ଚାହିଁବେ ସେ ଜିତିବ। ଲଢ଼େଇ ଶଙ୍ଖ ଆଉ ପଦ୍ମଫୁଲ ଭିତରେ ହେବ। ମହାପ୍ରଭୁ ଚକାଡୋଳା ଜଗନ୍ନାଥ ମହାପ୍ରଭୁ ଯିଏ ବ୍ରହ୍ମାଣ୍ଡର ମାଲିକ ସେ ଯାହାକୁ ଆଶୀର୍ବାଦ କରିବ ସେ ଜିତିବ। ସେ ସମୟ ନାହିଁ ଯେ ତୁମେ କାହାକୁ ଭୟଭୀତ କରି ବୁଥ୍ ଦଖଲ କରିକି ଭୋଟ୍ ଜିତିଯିବ। ଆଜିକାଲି ଫୁଲ ଶଙ୍ଖ ଭିତରେ ଲଢ଼େଇ ହେବ। ଜିତିବା ହାରିବା ଦାୟିତ୍ୱ ହେଉଛି ପ୍ରଭୁ ଭଗବାନ ଜଗନ୍ନାଥଙ୍କର। ଆମେ ଆମ କଥା କହିବା ଯଦି ମୁଁ ପ୍ରାର୍ଥୀ ହେବି ମୁଁ ମୋ କଥା କହିବି ସେ ତାଙ୍କ କଥା କହିବେ ଲୋକ ଭୋଟ୍ ଦେବେ ଯାହାକୁ ପସନ୍ଦ କରିବେ ଭୋଟ୍ ଦେବେ। ଏଠି ଭୋଟ୍ଟା ହେଉଛି ନିଜର ଅଧିକାର ଅଛି। ମୁଦ୍ଦା କ'ଣ ରହିବ ଚଳିତ ନିର୍ବାଚନରେ? ବହୁତ କଥା ଅଛି କରିବା ପାଇଁ ପୁରୀରେ। ଆପଣ ବିଧାୟକ ଥିଲେ ନା? ବହୁତ କଥା ହେଇଛି ପୁରୀରେ ମୋ ବିଧାୟକ ବେଳରେ ଆଜି ପୁରୀ ସହର ଚିତ୍ର ବଦଳି ଯାଇଛି। ଆଜି କ'ଣ କ'ଣ ନ ହେଇଛି କହୁନାହାନ୍ତି କ'ଣ ନ ହେଇଛି କହୁନାହାନ୍ତି। କ'ଣ ସମସ୍ୟା ନାହିଁ ପୁରୀ ସଦର ନିର୍ବାଚନ ମଣ୍ଡଳୀ? ଆଉ ଯାହା ସବୁ ରହିଛି ଅଟୋ ପାର୍କିଂ ଗୋଟେ ହେବାର ଦରକାର ମାର୍କେଟ କମ୍ପ୍ଲେକ୍ସ ଆହୁରି ଦରକାର ବେଣ୍ଡିଂ ଜୋନ୍ ଅଟୋ ନଗର ଆମର ବହୁତ କଥା ଅଛି। ବିଶେଷ କରି ସବୁଠୁ ବଡ଼ ସମସ୍ୟା ହେଇଛି ଜାଗା ବାଡ଼ି ଫଇସଲା ହେଇପାରିଲା ନାହିଁ। ଯେଉଁ ଲୋକମାନେ ଆଜି ଭିଟାମାଟି ଯେଉଁଟାକି ହଜାର ହଜାର ଲୋକଙ୍କର ସମସ୍ୟା ତାକୁ ହିଁ ସରକାର ସମାଧାନ କରିପାରିଲେ ନାହିଁ।
କୌଣସି ପ୍ରକାର ସମାଧାନ କରିପାରିଲାନି। ମ୍ୟୁନିସିପାଲିଟିର 1,500 ଏକର ଜମିରେ ଲୋକେ ଘର କରିଛନ୍ତି, ତାଙ୍କର ହେଇପାରିଲାନି। ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ପ୍ରାୟ 20-30 ହଜାର ଲୋକ ଫସିକି ଅଛନ୍ତି, ତାଙ୍କର ପଟ୍ଟା ପାଉତି ହେଇପାରୁନାହିଁ। ଇଏ ସରକାର ଯେଉଁମାନଙ୍କ ଲୋକଙ୍କର ବ୍ୟକ୍ତିଗତ ସମସ୍ୟା, ଇଏ ତ ରାସ୍ତାଘାଟ ଲାଇଟ୍ ପାଣି ଅମୁକ ସମୁକ ବିକାଶ ହେବ, ସବୁଆଡ଼େ ହେଉଛି, କଟକରେ ହେଉଛି, ସମ୍ବଲପୁରରେ ହେଉଛି, ଗଞ୍ଜାମରେ ହେଉଛି, ପୁରୀରେ ହେଲା, ସବୁଠି ହେଲା। କିନ୍ତୁ ଲୋକଙ୍କର ଯେଉଁ ବ୍ୟକ୍ତିଗତ ସମସ୍ୟା, ଯେଉଁଥିରେ ହଜାର ହଜାର ଲୋକ ଫସିଛନ୍ତି ମନ୍ଦିରରେ, ଏଠି ଆମର ମ୍ୟୁନିସିପାଲିଟି ଜମିରେ ଘର କରିକି ଯେଉଁମାନେ ସବୁ ରହିଛନ୍ତି, ଆଜି ସେଇ ସମସ୍ୟାଟା ସମାଧାନ ସରକାର କରିପାରିଲେ ନାହିଁ। ସେଇଟା ଯଦି କରିଦେଇଥାନ୍ତେ ଆମେ ସରକାରଙ୍କୁ ସାବାସି ଦେଇଥାନ୍ତେ। ସହରରେ ଚର୍ଚ୍ଚା ହେଉଛି ଯେ ଗତ ନିର୍ବାଚନରେ ମହେଶ୍ୱରଙ୍କୁ ହରାଇବା ପାଇଁ ସୁଭାଷିଷ ଖୁଣ୍ଟିଆ ଆପଣଙ୍କ 2 ଜଣଙ୍କର ଗୋଟି ଚାଳନା ଥିଲା। ଆରେ ସେ କ'ଣ ଭୋଟର ଫାଇନାଲ କରିଥିଲେ? ଗୋଟି ଚାଳନା ସେ ପ୍ରଭୁ କରୁଥିଲେ। ଆମେ କିଏ ସେ? ଆମେ କେହି ନୁହଁ, କିଛି ନୁହଁ। ମୁଁ ସେଠିକି ଗୁରୁତ୍ୱ ଦିଏନି। ମୁଁ ଗୁରୁତ୍ୱ ଦିଏ ଲୋକଙ୍କର କେମିତି ସମାଧାନ ହେବ କାମ, ଆଉ ଲୋକଙ୍କର ବିକାଶ ହେବ, ସହରର ବିକାଶ, ଗରିବ ଜନସାଧାରଣଙ୍କର ହେଉଛି କେମିତି କଲ୍ୟାଣ ହେବ। ମୁଁ କେବେ ବି କହିବିନି ଗୋଟେ ଧନୀ ଲୋକଟେ ଆବାସ ନେଇଯାଉ, ଗୋଟେ ଧନୀ ଲୋକଟେ ଭତ୍ତା ନେଇଯାଉ, ଗୋଟେ ଘର ଭାଙ୍ଗିନଥିବା ଲୋକ ଫନି ସହାୟତା ନେଇଯାଉ। ମୁଁ ୟାକୁ ବିଶ୍ୱାସ କରେନି। ମୁଁ ଏହା ବିଶ୍ୱାସ କରେ ସବକା ସାଥ, ମାନେ ଗରିବ ଲୋକର ସାଥ, ଯିଏ ସବୁଠୁ ସମାଜର ଦାରିଦ୍ର୍ୟ ସୀମାରେଖା ତଳେ ରହିଛି ତାର କେମିତି ବିକାଶ ହେବ। ସିଏ ଯଦି ହସିଲା, ଏ ଯଦି ହସିବ, ସେଇ ବୁଢ଼ା ଯଦି ମଉସା ହସିବେ, ତାହେଲେ ଜାଣିବ ସମାଜ ବଦଳିଛି। ଆଉ ଖାଇବା ପିଇବା ଟଙ୍କା ପଇସା ଦିଆ ଦି କରିକି କୋଟି କୋଟି ଟଙ୍କା ଢାଳିଦେଲେ ବି କେବେ ବି ଦିନଟା ରାତି, ରାତିଟା ଦିନ ହେବ ନାହିଁ। ସମାଜ ବଦଳିବ କେଉଁଠି? ସମାଜର ସଭା ତଳେ ଠିଆ ହେଇଥିବା ଲୋକଟା ଯଦି ପାଇଲା ସହାୟତା, ତାହେଲେ ଜାଣିବ ସମାଜ ବଦଳିଲା। ଆଉ ମୁଁ ତେଲିଆ ମୁଣ୍ଡରେ ତେଲ ଦେବାକୁ ବିଶ୍ୱାସ କରେନି। ମୁଁ ବି ବିଜେଡ଼ିରେ ନଗରପାଳ ଥିଲି, ମୁଁ ବି ଏଠି ବିଧାୟକ ଅଛି। ମୋର ଗୋଟିଏ କଥା, ଯାହା ବି ଆସୁଛି ଯୋଜନା, କଲ୍ୟାଣ ଯୋଜନା, ଜନକଲ୍ୟାଣ ଯୋଜନା, ଯାହା ମାନ୍ୟବର ପ୍ରଧାନମନ୍ତ୍ରୀ କହୁଛନ୍ତି ସବକା ସାଥ ସବକା ବିକାଶ ସବକା ପ୍ରୟାସ, ମୁଁ ତାକୁ ହିଁ ବିଶ୍ୱାସ କରେ। ମୁଁ ପିଲାବେଳୁ ଆଜି ଯାଏଁକେ ମୁଁ କେବେ ବି ତେଲିଆ ମୁଣ୍ଡରେ ତେଲ ଦେବାକୁ ପସନ୍ଦ କରେ ନାହିଁ। ସେ ଯେଉଁ ପାର୍ଟିରେ ହେଇଥାନ୍ତୁ। ମୋତେ ବିଜେଡ଼ି ବାଲା ଭୋଟ୍ ଦେଇଥିଲେ, ମୁଁ ଯଦିଓ ବିଜେପିରେ ଥିଲି, ମୋତେ ବିଜେଡ଼ି ବାଲା ବି ଭୋଟ୍ ଦେଇଥିଲେ, କଂଗ୍ରେସ ଦେଇଥିଲେ, କମ୍ୟୁନିଷ୍ଟ ଦେଇଥିଲେ, ସବୁ ସବକା ସାଥ ସମସ୍ତେ ଭୋଟ୍ ଦେଇଥିଲେ, ମୁଁ ଜିତିଥିଲି। କାଲିଠୁ ଯଦି ମୁଁ ପାଇଥିବି, ମୁଁ ବି ଲୋକଙ୍କ ପାଖକୁ ଯିବି, ମୁଁ ବି କହିବି। କାହିଁକିନା ଦେଖନ୍ତୁ, 5 ବର୍ଷ ଭିତରେ ମୁଁ କୌଣସି ପ୍ରକାର ସୁଯୋଗ ହାତଛଡ଼ା କରିନି। ବହୁତ କାମ ହେଇଛି। ଆପଣ ସମୟ ଆସିଲେ ପୁଣି କହିବି କ'ଣ କ'ଣ ସବୁ ହେଇଛି। 2,000-3,000 ଲୋକ ପାଖାପାଖି ଚାଳ ଘର ଭାଙ୍ଗି ଛାତ ଘର କରାଯାଇଛି ପୁରୀ ସହରରେ। ବିକାଶ ହେଇଛି, ଜନସାଧାରଣ ସନ୍ତୋଷ ବ୍ୟକ୍ତ କରୁଛନ୍ତି। ଯେଉଁ ପରିକ୍ରମା ପ୍ରକଳ୍ପ କଥା କୁହା, ରାସ୍ତା ହେଇଛି, ବହୁତ କଥା ହେଇଛି, କିନ୍ତୁ ଲୋକଙ୍କର ଯେଉଁଟା ଜମି ଜମା ସମ୍ପର୍କ, ଆଜି ସଦରରେ ବି ଏଇ ସମସ୍ୟା ଅଛି, ମନ୍ଦିର ଜମି, ଆଜି ଟାଉନରେ ବି ସମସ୍ୟା ଅଛି। ସେଇଟା ହେଇପାରିଲାନି। ବହୁବାର ବିଧାନସଭାରେ ଚର୍ଚ୍ଚା ହେଲା, ବହୁତ କଥା ହେଲା, ସରକାରଙ୍କ ଦୃଷ୍ଟି ଆକର୍ଷଣ ହେଲା, କିନ୍ତୁ ପୁରୀ ସହରବାସୀ କିଛି ଫାଇଦା ପାଇଲେ ନାହିଁ। ତାଙ୍କ ଜମି ସେମିତି ଡିସ୍ପ୍ୟୁଟେଡ୍ ହେଇକି ରହିଲା। ସେଇଟା ଗୋଟେ ବଡ଼ ସମସ୍ୟା, ବ୍ୟକ୍ତିଗତ ଲୋକଙ୍କର ସମସ୍ୟା। ଏଇଟା ଏଇ କଥା ତ ଜାଗା ଆଖଡ଼ା ରାସ୍ତାଘାଟ ଯିଏ ଆସିବ ସିଏ କରିବ, ମୁଁ କରିବି, ତୁମେ କରିବ, ସିଏ କରିବ, ଯିଏ ଆସିବ ସିଏ କରିବ। ତ ନବୀନ ବାବୁଙ୍କର ଯେଉଁ ଯୁବ ପ୍ରାର୍ଥୀତ୍ୱକୁ ଯେଭଳି ଭାବରେ ରାଜ୍ୟସଭା ପଠାଇଛନ୍ତି, ଆପଣ ତାକୁ ଶୁଭେଚ୍ଛାର ବାର୍ତ୍ତା ଦେବେ? ମୁଁ ନିଶ୍ଚୟ ଶୁଭେଚ୍ଛା ଦେବି। ଭାଇ ପୁରୀ ବହୁତ ଗର୍ବିତ, ମୁଁ ସ୍ୱାଗତ କରିବି। ପୁରୀରେ ଯେହେତୁ ରାଜ୍ୟସଭା ଜଣେ ଯୁବକ ପାଇଲେ, ଇଏ ଖୁସିର କଥା, କିଛି ଦୁଃଖ କରିବାର ନାହିଁ କି ମନ କଷ୍ଟ କରିବାର ନାହିଁ। ଆମେ ଓଲଟି ଖୁସି ହେବା, ଧନ୍ୟବାଦ ଦେବା ଏବଂ ସ୍ୱାଗତ ବି କରିବା। ଯେତେ ପ୍ରତିନିଧି ଆମର ଯିବେ ପୁରୀରୁ ସେତେ ଭଲ, ଏବଂ ଆମକୁ ଗୋଟେ ସମ୍ମାନ ଦେଲେ ବିଜେଡ଼ି ବାଲା, କିଛି ଖରାପ ନାହିଁ। ଆଗକୁ ସାଧାରଣ ନିର୍ବାଚନ ଆସୁଛି, ଯଦି ବିଜୁ ଜନତା ଦଳ ଆପଣଙ୍କୁ ଅଫର ଦିଏ MP କିମ୍ବା ଲୋକସଭା ପ୍ରାର୍ଥୀ କରେ, ଆପଣ ତାହେଲେ ସେ ଅଫରରେ ରାଜି ହେଇଯିବେ? ଦେଖନ୍ତୁ, ସେ ତ କ'ଣ ହେବ, ମୁଁ ପ୍ରଥମରୁ କହିଦେଇଛି, ମହାପ୍ରଭୁ ଜଗନ୍ନାଥଙ୍କର ଏଠି ନିଷ୍ପତ୍ତି ହୁଏ, ତାଙ୍କ ବିନା ଗଛରୁ ପତ୍ର ହଲେ ନାହିଁ। ତେଣୁ ମହାପ୍ରଭୁ ଜଗନ୍ନାଥ ଯାହା ନିଷ୍ପତ୍ତି କରେ ଦ୍ୟାଟ୍ ଇଜ୍ ଫାଇନାଲ୍, ସେଇଆ ହିଁ ହେବ, ସେଇଆ ହିଁ ହେବ, ସେଇଆ ହେବ। ତ ନିଶ୍ଚିତ ଭାବେ ଆଲୋଚନା କରିଥିଲେ। ଇଏ ଥିଲେ ଜୟନ୍ତ କୁମାର ଷଡ଼ଙ୍ଗୀ, ପୁରୀ ସଦର ନିର୍ବାଚନ ମଣ୍ଡଳ ବିଧାୟକ। ଏବଂ ଆଗକୁ ଯେହେତୁ ସାଧାରଣ ନିର୍ବାଚନ ରହୁଛି ଏବଂ କିଭଳି ଭାବରେ ତାଙ୍କର ରଣନୀତି ପ୍ରସ୍ତୁତ କରିବେ ସେ ନେଇକି ମଧ୍ୟ ସମସ୍ତ ପ୍ରସ୍ତୁତି କରିସାରିଲେଣି। ତେବେ ସୁଭାଷିଷ ଖୁଣ୍ଟିଆକୁ ମଧ୍ୟ ଶୁଭେଚ୍ଛା ଦେଇଛନ୍ତି, ଯେହେତୁ ପୁରୀ ସହରର ଏବଂ ଯୁବ ପ୍ରାର୍ଥୀତ୍ୱ ଏବଂ ନବୀନ ପଟ୍ଟନାୟକ ଯେଭଳି ଭାବରେ ତାଙ୍କୁ ଚୟନ କରିଛନ୍ତି, ଯାହାକୁ ନେଇକି ମଧ୍ୟ ସେ ବେଶ ଖୁସି ବ୍ୟକ୍ତ କରିଛନ୍ତି।